ଚାରିଟା ବେଳେ ଆମେ କାହିଁକି ବାହାରି ପଡୁଛେ ରେଡି ହଉଛି କୋଉଠିକି ଯିବା ପାଇଁ। ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ମୁଁ ଏ ବାଟେ ରେଡି ହଉଛି, ମୁନି ସେପଟେ ରେଡି ହଉଛି। ଜୟ ଜଗନ୍ନାଥ ସାଙ୍ଗମାନେ, ସମସ୍ତଙ୍କୁ ସ୍ୱାଗତ କରିକି ଆରମ୍ଭ କରୁଛି ଘରୋଇ ଭିଡିଓ ବ୍ଲଗକୁ। ଆମେ ରେଡି ହେଇଗଲେ ଦି ଜଣ ସାରା ରେଡି ହେଇକି ମୁଁ ବାହାରି ପଡିଲି, ଯାଇ କବାଟ ଦେଇଦେଲି। ଆମେ ଚାଲିଲୁ ଆଜି ଶରତ ହାଟ। ତ ମୁନି ମୁଁ ଆମେ ଚାଲିଲୁ ଶରତ ହାଟ। ଆଉ ମୁନି ଧରିଲା ବେଗ, ମୁଁ ଧରିଲି ପର୍ସ। ତେଣୁ ଆମେ ଦି ଜଣ ଚାଲିଲେ ଶରତ ହାଟ। ଗଲା ବେଳକୁ ଦେଖନ୍ତୁ ଆମେ କେତେ ପଣସ ହେଇଛି ଗଛଟାର। ମୁଁ ଭାବିଲି ଟିକେ ସାଙ୍ଗମାନଙ୍କୁ ଦେଖେଇଦବା, କେତେ ସୁନ୍ଦର ଚୁଇଁ ଚୁଇଁ ପଣସ ଏକଦମ ଭର୍ତ୍ତି ହେଇଯାଇଛି। ଆଉ ତାପରେ ବଉଳ, କିଛି ବାଟ ଗଲାକୁ ଆମ୍ବ ଗଛର ଏତେ ବଉଳ ହେଇଛି। ଆଉ କଷି ଆମ୍ବ ହେଇଛି, କଷି ଆମ୍ବ ଭର୍ତ୍ତି ହେଇଯାଇଛି। ହେଲେ ଯୋଉ ମେଘ ପବନ ଦଉଛି ସେ ବହୁତ ଆମ୍ବ ଝଡି ଯାଇଛି, ତା ତଳେ ପଡି ଯାଇଛି। ଆମେ କଥା ହେଇ ଯାଇକି ପହଞ୍ଚି ଗଲେ ଶରତ ହାଟ। ମୋର ଆଜି ମାଛ ନବାର ଥିଲା। ମୁଁ ଯେତେବେଳେ ମାଛ ହାଟ ପହଞ୍ଚି ଯାଇଛି, ବହୁତ ଖୁସି ଲାଗିଲା, କେତେ ମାଛ ପଡିଛି। ତ ମୁନି କହିଲା, ମମି ତମେ ମାଛ ହାଟ କାହିଁକି ଯାଉଛ? ମୁଁ କହିଲି ଆଜି ମାଛ ନବା, ଦେଖୁଛୁ କେତେ ମାଛ, ଲମ୍ବା ଡେଙ୍ଗା ବାଙ୍ଗରା ସବୁ ପଡିଛି। ଆଉ ମାଛ ନବାନି, ଆଜି ଟିକେ ନେଇଯିବା। ମୁନି କହିଲା ହଉ ତେବେ ଯିବା, ଚାଲ। ଯାଇକି ମୁଁ ମାଛ ହାଟରେ ପହଞ୍ଚିଗଲି। ଦେଖୁଛନ୍ତି ଆଃ କି ମାଛ, ଲୋଭ ଲାଗୁଛି ସବୁ ନେଇଯିବା ପାଇଁ, ମତେ ଇଚ୍ଛା ହଉଛି। ହଁ ସାଙ୍ଗମାନେ, ଏତେ ମାଛ ପଡିଛି ଯେ ମୁନି କହୁଛି, ମମି ଆଜି ସବୁ ନେଇଯିବା କି? ମତେ ତ ନେଇଯିବାକୁ ଇଚ୍ଛା ହଉଛି, ହେଲେ ଏତେ ପଇସା କଣ ଅଛି କି ସବୁ ମାଛ ନେଇକି ଆମେ କରିବା କଣ? ଆମେ ସେଠୁ କିଛି ଚୁନା ମାଛ ଆଣିଲେ। ଚୁନା ମାଛ ନେଇକି ଆମେ ଭାବିଲେ ବହୁତ ଦିନ ହେଲା ଚୁନା ମାଛ ଖାଇନେ, ଆଜି ଚୁନା ମାଛ ନବା। ତେଣୁ ଆମେ ମାଛ ବାଲା ପାଖରୁ ଚୁନା ମାଛ ନେଇକି ଆମେ ଆସିଲେ। ତାପରେ ଟିକେ ବାଟ ଯାଇଛେ ତ ସାଙ୍ଗମାନେ, ମୁଁ ଜହ୍ନି ମଉସାଠୁ ଜହ୍ନି ନେଇଗଲି। ଜହ୍ନି ନେଇ ସାରିଲା ପରେ ମୁଁ ଦେଖିଲି ଜଣେ ମଉସା ବସିକି ମୁଁ ଭାବିଲି ଗୋଟେ ଏଟା କି ଅଜବ ପ୍ରକାର ଶାଗ, ଶାଗ ଇଏ ଗୋଟେ ତାଙ୍କୁ ନୂଆ ଧରଣର ପଚାରିଲି ଶାଗ। ମଉସା ମୁଁ ଦେଖିକି କହିପାରିଲେନି। ତାଙ୍କ ପାଖରେ ଆଉ ଜଣେ ଭଉଣୀ ବସିଥିଲେ। କହିଲେ ମୁଁ ତ ବି କହିପାରୁନି, ଏଟା ହିଡମିଚା କହନ୍ତି ନା କଣ? ମୁଁ ନାଇଁ, ହିଡମିଚା ତ ମୁଁ ଜାଣିଛି ନା ମଦରଙ୍ଗା ହେଇଥିବ। ଜମା ନୁହେଁ ମଦରଙ୍ଗା, ମଦରଙ୍ଗା ଶାଗ ବି ମୁଁ ଜାଣିଛି। ଏଟା ତ ଗୋଟେ ନୂଆ ଧରଣର ଶାଗ, ମୁଁ ତ ଆଜି ପ୍ରଥମ ଦେଖୁଛି। ଏ ସାଙ୍ଗମାନେ, ଶରତ ହାଟରେ ମୁଁ ପାଇଗଲି ଗୋଟେ ନୂଆ ଧରଣର ଶାଗ। ତେଣୁ ମୁଁ ପଚାରି ଚାଲିଲି ସମସ୍ତିକି, ଏଇ ଶାଗର ନାଁ କଣ? କେହି କିନ୍ତୁ କହିପାରୁନଥିଲେ। ଏଇ ସମୟରେ ଜଣେ ସାର୍ ଆସିଲେ। ମୁଁ ତାଙ୍କୁ ପଚାରିଲି, ସାର୍ ଏଇ ଶାଗର ନାଁ ଜାଣିଛନ୍ତି? ସାର୍ କହିଲେ, ହଁ ମୁଁ ଜାଣିଛି। ଏଟା ହେଲା ଗଇସ ଶାଗ, ମାନେ ଯୋଉ ଫୁଲ ଶିବଙ୍କୁ ଚଢାଯାଏ, ଏଟା ହେଲା ସେଇ ଶାଗ। ମୁଁ କହିଲି, ଆକୁ କଣ ଖାଆନ୍ତି? ଇଏ ତ ଭଗବାନ ଶିବଙ୍କ ମଥାରେ ଫୁଲ ଚଢା ହଉଛି, ଏଇ ଶାଗ କଣ ଖିଆଯାଏ? ମଉସା କହିଲେ